କଲରା ପିତା ଲାଗିଥାଏ ବୋଲି ଆକୁ ବହୁତ ଲୋକ ଖାଇବା ପାଇଁ ପସନ୍ଦ କରିନଥାନ୍ତି। ମୁଁ ଆଜି କଲରାରେ ଗୋଟେ ଏକଦମ ନୂଆ ପ୍ରକାର ସହଜ ଆଉ ସ୍ୱାଦିଷ୍ଟ ରେସିପି ବନେଇବି। କଲରାକୁ ଥରେ ଏମିତି ପ୍ରସ୍ତୁତ କରନ୍ତୁ, ଦେଖିବେ ଯେଉଁମାନଙ୍କୁ କଲରା ପସନ୍ଦ ନାହିଁ ସେମାନଙ୍କୁ ବି ଭଲ ଲାଗିବ। ରେସିପିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ନମସ୍କାର, ଟ୍ୱିଙ୍କଲ କିଚେନକୁ ଆପଣମାନଙ୍କୁ ସ୍ୱାଗତ। କଲରାର ଏହି ରେସିପି ପାଇଁ ମୁଁ ଏଠି 250 ଗ୍ରାମ କଲରା ନେଇଛି। କଲରାର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ କଲରାକୁ କାଟିବା। ପ୍ରଥମେ ଆମେ କଲରାର ଉପର ପଟ ମୁଣ୍ଡ ଆଉ ତଳ ପଟ ମୁଣ୍ଡକୁ କାଟିକି ବାହାର କରିଦେବା। ତାପରେ କଲରାକୁ ଏମିତି ଗୋଲ ଗୋଲ ଆଉ ପତଲା ପତଲା କରି କାଟିକି ନେଇଯିବା। ଏମିତି ଭାବେ ଆମେ ସବୁ କଲରାକୁ କାଟିକି ନେଇଯିବା। କଲରା ଭିତରେ ଯଦି ଟାଣ କି ପାଚିଲା ମଞ୍ଜି ଥିବ ତାକୁ ବାହାର କରିଦେବେ, କାରଣ ସେ ଖାଇବା ପାଇଁ ଭଲ ଲାଗିନଥାଏ। ଆପଣ କଲରାକୁ ଆପଣଙ୍କ ହିସାବରେ କୌଣସି ବି ସେପ୍ର କାଟିକି ନେଇପାରିବେ। ମୁଁ ସବୁ କଲରାକୁ କାଟିଲା ପରେ କଲରାକୁ ଏଠି ଭଲସେ ଧୋଇକି ନେଇଯାଇଛି। ଏବେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଲୁଣ ପକାଇଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ସବୁକୁ ଭଲସେ ମିକ୍ସ କଲା ପରେ ଆମକୁ କଭର କରି 10 ମିନିଟ୍ ପାଇଁ ରେଷ୍ଟ ହେବାକୁ ଦେବା। ଏଠି 10 ମିନିଟ୍ ହେଇଗଲାଣି। ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି, ଦେଖିପାରୁଥିବେ କଲରାରୁ କେତେ ପାଣି ବାହାରିଛି। ଏବେ ଆମେ କଲରାକୁ ଏମିତି ହାତରେ ଚିପୁଡ଼ିକି ଏଥିରେ ଯେଉଁ ଏକ୍ସଟ୍ରା ପାଣି ଅଛି ତାକୁ ବାହାର କରିଦେବା। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଏମିତି ଭାବେ ମୁଁ ଏଠି ସବୁ କଲରାକୁ ଭଲସେ ଚିପୁଡ଼ିକି ନେଇଯାଇଛି। ସବୁ କଲରାକୁ ଚିପୁଡ଼ିଲା ପରେ ଏତିକି ପାଣି ବାହାରିଛି, ଏ ପିତା ପାଣି ଆକୁ ଫୋପାଡ଼ି ଦେବେ। ଯଦି ଆପଣଙ୍କୁ କଲରାର ପିତା ଅଂଶ ପସନ୍ଦ ଅଛି ତାହେଲେ ଆପଣ ଏ ଷ୍ଟେପ୍ କରିବେନି, ଖାଲି କଲରାକୁ କାଟିଲା ପରେ ଭଲସେ ଧୋଇକି ନେଇଯିବେ। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ଶୁଖିଲା ଲଙ୍କାକୁ ଭାଙ୍ଗିକି ପକାଇଛି। ତାପରେ ମୁଁ ଏଥିରେ ଅଧା ଛୋଟ ଚାମଚ ସୋରିଷ ଆଉ ଅଧା ଛୋଟ ଚାମଚ ଜିରା ଦେଇଛି। ଏବେ ଆମେ ଜିରା, ସୋରିଷ, ଶୁଖିଲା ଲଙ୍କାକୁ ଭଲସେ ଭାଜିବା। ଜିରା, ସୋରିଷ, ଶୁଖିଲା ଲଙ୍କା ଭଲସେ ଭାଜି ହେଇଗଲା ପରେ ମୁଁ ଏଥିରେ 5ରୁ 6 ପାଖୁଡ଼ା ରସୁଣକୁ ଛୋଟ ଛୋଟ କରି କାଟିକି ପକାଇଛି। ଆପଣ ରସୁଣକୁ ଛେଚିକି ପକାଇ ପାରିବେ, କିନ୍ତୁ ରସୁଣ ପେଷ୍ଟ ଦେବେନି। ରସୁଣକୁ 20ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଭାଜିଲା ପରେ ଆମେ ଏଥିରେ କାଟିକି ରଖିଥିବା କଲରାକୁ ଦେଇଦେବା। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ତାପରେ ମୁଁ ଏଥିରେ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିଲା ପରେ ଆମକୁ କଭର କରି ଲୋ ଫ୍ଲେମ୍ରେ 7ରୁ 8 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି କଲରା 70ରୁ 80% ପର୍ଯ୍ୟନ୍ତ ସିଝିଯିବ। ମଝିରେ ମଝିରେ ଘୋଡ଼ଣୀ କାଢ଼ି କଲରାକୁ ଗୋଳଉଥିବେ, ନହେଲେ ଆର ତଳପଟ ଲାଗି ପୋଡ଼ି ଯାଇପାରେ। ଆପଣ ଏଥିରେ ବିଲକୁଲ ବି ପାଣି ଦେବେନି। ଏବେ ତ ବହୁତ ଭଲ କଞ୍ଚା ଆମ୍ବ ମିଳୁଛି। ମୁଁ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ର କଞ୍ଚା ଆମ୍ବକୁ ଭଲସେ ଧୋଇକି ନେଇଯାଇଛି। ଏବେ ଆମେ ଆମ୍ବର ଉପର ପଟ ମୁଣ୍ଡକୁ କାଟିକି ବାହାର କରିଦେବା। ତାପରେ ଆମ୍ବର ଉପର ଚୋପାକୁ ଭଲସେ ଛଡ଼େଇକି ନେଇଯିବା। ମୁଁ ଏବେ ଗ୍ରେଟରର ଛୋଟ ପଟେ ଆମ୍ବକୁ ଭଲସେ କୋରିକି ନେଇଯାଉଛି। ଆପଣ ଚାହିଁଲେ ଆମ୍ବକୁ ପତଲା ପତଲା ଲମ୍ବା ଲମ୍ବା କରି କାଟିକି ନେଇପାରିବେ, ନହେଲେ ଆମ୍ବକୁ ଛୋଟ ଛୋଟ କରି କାଟିକି ନେଇପାରିବେ। ଯଦି ଆପଣଙ୍କ ପାଖରେ କଞ୍ଚା ଆମ୍ବ ନାହିଁ ତାହେଲେ ବି ଆପଣ ଏ ରେସିପିକୁ ବନେଇ ପାରିବେ। କଞ୍ଚା ଆମ୍ବ ଜାଗାରେ କ'ଣ ପକାଇବେ ମୁଁ ପଛରେ କହିବି। 7ରୁ 8 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। କଲରା ଏଠି 70% ପର୍ଯ୍ୟନ୍ତ ସିଝି ଯାଇଛି। ଏବେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ଦେଉଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ। ଏଥିରେ ଅଧିକ କିଛି ମସଲା ପକାଇବା ଦରକାର ନାହିଁ। ସବୁକୁ ଭଲ ଭାବେ ମିକ୍ସ କରି 1/2ରୁ 1 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କଲା ପରେ ମୁଁ ଏଠି ପିଆଜ ଦେଇଛି। ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ ପିଆଜକୁ ପତଲା ପତଲା ଲମ୍ବା ଲମ୍ବା କରି କାଟିକି ପକାଇଛି।
तापर मेथिरे स्वाद अनुसार लुण पकईची पियाजर क्वांटिटी टिके अधिक रखिबे आपण देखिकी लुण पकईबे कारण आमे कलरारे प्रथमरु लुण पकईथिले। तापर मु जो आंब को कोरिकी रखिथिली मु सेथिरु 3 रु 4 छोट चामच आंब कोरा को दे देइची। आपण आपनक टेस्ट हिसाब रे आंबर क्वांटिटी कम बेसी करि परिबे। जदि आपनक पाखरे कंचा आंब नाही ताहाले आपण ए जगारे गोटे छोट चामच आमचूर पाउडर पकई परिबे। सबको भल भाबे मिक्स कला परे आमे को कवर करी लो फ्लेम रे आ 4 रु 5 मिनिट पर्यंत कुक करिबा जेमती कलरा भल भाबे सिझी जिवो आ पियाज भी भल से भाजी हि जिवो। मझिरे मझिरे घोड़नी काढ़ी आपना को गोलौथिबे नहले आर तळपट लागी पोड़ी जाई पारे। आपण एथिरे बिल्कुल भी पानी देबेनी। 5 रु 6 मिनिट पर मैं घोड़नी काढ़ी देइची। मैं आपन को देखिए दूची पियाज एटी भल से भाजी जाइची कलरा भी एटी भल से सिझी जाइची। एबे आमे सबको आउ थरे भल से मिक्स करि दबा आ गैस बंद करि दबा। कलरार एही रेसिपी एटी रेडी हो जाइची। जदि आपनको कलरार ए रेसिपी भल लगिथिबो ताले को लाइक करिवे आपनक सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबा को जमार भूलिबेनी। पाखर था बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।